ଭାରତର ଆଭିମୁଖ୍ୟ କଥା କହିଲା ବେଳକୁ ଆମେ ସ୍ପଷ୍ଟ ହେବା ଦରକାର ଯେ କାହାର ଆଭିମୁଖ୍ୟ କେଉଁ ଦୃଷ୍ଟିରୁ ଆମେ ତାକୁ କହୁଛୁ। ଯଦି କେବଳ ବଜାର କଥା କହୁଛୁ, ବାଂଲାଦେଶରେ ଆମର ଯେଉଁମାନେ ବ୍ୟବସାୟ କରୁଛନ୍ତି କି ତାଙ୍କ ଜିନିଷ ପଠାଉଛନ୍ତି, ଯେଉଁ କମ୍ପାନୀ ମାନେ କାମ କରୁଛନ୍ତି, କ'ଣ ହେବ ସେଇଟା ତ ଆଦୌ କହି ହେବ ନାହିଁ। କାହିଁକି ନା ପୃଥିବୀର ବିଭିନ୍ନ ଜାଗାରେ ଏମିତିଆ ଘଟଣା ଘଟିପାରେ, ଆଉ ଯେଉଁଠି ବି ଏଭଳି ଘଟଣା ଘଟେ ବ୍ୟବସାୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେଇଥାଏ। କିନ୍ତୁ ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ହସ୍ତକ୍ଷେପ କରିବାଟା ଭାରତର ସ୍ୱାର୍ଥ ପାଇଁ, ଏ ଦେଶର ଲୋକଙ୍କର ସ୍ୱାର୍ଥ ପାଇଁ ସହାୟକ ହେବ ନାହିଁ। ତେଣୁ ପରିସ୍ଥିତି କେମିତି ଭାବରେ ସେଠି ହେବ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ। ସେଠି ଗଣତାନ୍ତ୍ରିକ ଶକ୍ତିମାନଙ୍କର ପ୍ରଭାବ ବଢ଼ିବ ନା ମୌଳବାଦୀ ସାମ୍ପ୍ରଦାୟିକ ଶକ୍ତିମାନଙ୍କର ପ୍ରଭାବ ବଢ଼ିବ ଆମେ ଜାଣିନାହୁଁ। ଦୁର୍ନୀତି କେତେ ବଢ଼ିବ କେତେ କମିବ ବି ଆମେ ଜାଣିନାହୁଁ। ତେଣୁ ଅବସ୍ଥାକ୍ରମଟା ଯେଭଳି ପରିବର୍ତ୍ତନ ହେବ ତାକୁ ଦେଖିକିରି ଭାରତର ନୀତି ପ୍ରସ୍ତୁତ ହେବା ଦରକାର। ଗୋଟାଏ ନୀତିକୁ ନେଇକରି ତାକୁ କଠୋର ଭାବରେ କେଉଁଠି ପ୍ରୟୋଗ କରିବା ଆଜିର ଦିନରେ ପୃଥିବୀର ଯେକୌଣସି ଜାଗାରେ, ବଡ଼ ଜାଗା ହେଉ ଛୋଟ ଜାଗା ହେଉ, ବାଂଲାଦେଶ ତ ଗୋଟେ ବହୁତ ବଡ଼ ଦେଶ, ପୃଥିବୀର ବହୁତ ରାଷ୍ଟ୍ରଙ୍କର ଲୋକ ସଂଖ୍ୟାଠୁ ତା ଲୋକ ସଂଖ୍ୟା ଅଧିକ। ତେଣୁ ସେ ଛୋଟ ଜାଗା ନୁହେଁ, ସେ ଶ୍ରୀଲଙ୍କା ବି ନୁହେଁ, ଶ୍ରୀଲଙ୍କାର ଲୋକ ସଂଖ୍ୟା ବହୁତ କମ୍, ଛୋଟ ଜାଗା। ତେଣୁ ପରିସ୍ଥିତି ବଦଳୁଥିବା ପରିସ୍ଥିତିକୁ ଦେଖିକିରି ଭାରତ ନିଷ୍ପତ୍ତି ନେବାକୁ ପଡ଼ିବ। ଅନୁପ୍ରବେଶକାରୀ ଯେଉଁ ଆମେ କହୁଛୁ, ଅନୁପ୍ରବେଶକାରୀଙ୍କୁ ନେଇକରି ମୋର ମତ ବହୁତ ଭିନ୍ନ। ଅନେକ ସମୟରେ ଭାରତର ସରକାରଙ୍କର ନୀତି ସହିତ ମୁଁ ସହମତ ନୁହେଁ। ସାରା ପୃଥିବୀରେ ଯେଉଁଗୁଡ଼ାକ ଗୋଟେ ସଭ୍ୟ ଦେଶମାନେ ଗ୍ରହଣ କରିବା ଦରକାର, ଯେ ଗୋଟିଏ ଦେଶରେ ଯଦି ଦାରିଦ୍ର୍ୟ ବହୁତ ବଢ଼ିଗଲା, ଲୋକ କ୍ଷୁଧାରେ ମଲେ, ବା ଗୋଟିଏ ଦେଶର ରାଜନୈତିକ ଅବସ୍ଥା ଏମିତିଆ ହେଲା ଯେ ଅନେକ ଲୋକଙ୍କ ଉପରେ ଦମନ, ଆକ୍ରମଣ, ହତ୍ୟା କରାଗଲା, ସେ ଲୋକମାନଙ୍କୁ ଗ୍ରହଣ କରିବା ସୁରକ୍ଷିତ ଭାବରେ ଅନ୍ୟମାନଙ୍କର ଦାୟିତ୍ୱ, ପୃଥିବୀର ସବୁ ଦେଶମାନଙ୍କର କିଛି କିଛି ଦାୟିତ୍ୱ ରହିବା ଉଚିତ। ସେମାନଙ୍କୁ ମରିବାକୁ କେଉଁଠି ଛାଡ଼ି ଦିଆଯିବା ମାନବିକତାର ପରିଚୟ ନୁହେଁ। ଯଦି ଭାରତର ସଭ୍ୟତା ଆଉ ସଂସ୍କୃତି ମାନବିକତାର କଥା କହୁଛି, ଯଦି କହୁନଥିବ ମୁଁ ଜାଣିନାହିଁ, ଯଦି କହୁଛି ତାହେଲେ କେତେ ଆସିବେ, କ'ଣ ଆସିବେ, ସେ ପରିସ୍ଥିତିକୁ ଦେଖିକିରି ସେମାନେ କିଏ ପ୍ରକୃତରେ ସେମାନେ ସେଠୁ ଆସିବା ଉଚିତ କି ଉଚିତ ନୁହେଁ, ତାକୁ ଦେଖିକିରି ଆମେ ନିଷ୍ପତ୍ତି ନେବା ଦରକାର। ଭାରତର ମଧ୍ୟ ଅନେକ ଶ୍ରମିକ ବାହାରେ ଯାଇକରି କାମ କରୁଛନ୍ତି, ଅନ୍ୟ ଦେଶର ଶ୍ରମିକ ବି ଏଠିକି ଆସିପାରିବେ। ତେଣୁ ଅବସ୍ଥାକୁ ଦେଖିକରି, ଅବସ୍ଥା କେଉଁଭଳି ଭାବରେ ଆଗକୁ ଯାଉଛି, ଯଦି ସେଠି ଧୀରେ ଧୀରେ ଶାନ୍ତ ପଡ଼ିଲା, ସେଠି ଲୋକଙ୍କର ଆର୍ଥିକ ଅବସ୍ଥାରେ ବିଶେଷ ପତନ ହେଉନାହିଁ, ବା ସେଠି ଯେତିକି ଦମନ ଚାଲିଥିଲା ସେ ଯଦି କମିଗଲା, ତାହେଲେ ସେମାନେ ଆସିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଗୋଟେ ପରିବର୍ତ୍ତିତ ପରିସ୍ଥିତିକୁ ଆମେ ଆମର ନୀତି ନିଷ୍ପତ୍ତିକୁ ନିର୍ଦ୍ଧାରିତ କରିବା ଦରକାର।